ଜୟଗୁରୁ। କଦମକଣ୍ଟା ବିଭାଗୀୟ ଆଶ୍ରମରେ ସନାତନ ଧର୍ମର ଧ୍ୱଜା ଚଳଚଞ୍ଚଳ। ତା ସହିତ ଚଳଚଞ୍ଚଳ ଆଶ୍ରମର ଅନ୍ତବାସୀ ଓ ଗୋପପୁର ସାରସ୍ୱତ ସଂଘର ସଂଘସେବୀମାନେ। ଠାକୁର ମହାରାଜଙ୍କ ସପ୍ତ ବିଧାନୋକ୍ତ 200ତମ ପୌର୍ଣ୍ଣମାସିକ ସଂଘାଧିବେଶନ ଗୋପପୁର ସଂଘ ଆନୁକୂଲ୍ୟରେ ସହ ସମ୍ପାଦକ ସୁରେଶ ଭାଇ ଓ ସଂଘସେବୀମାନଙ୍କ ପ୍ରଚେଷ୍ଟାରେ ବିଭାଗୀୟ ଆଶ୍ରମ କଦମକଣ୍ଟାଠାରେ ଠାକୁର ମହାରାଜଙ୍କର ପୂଜା ଅର୍ଚ୍ଚନା ପ୍ରସ୍ତୁତି ଭିତରେ ସୂର୍ଯ୍ୟଦେବ ଅସ୍ତାଚଳକୁ ଛୁଇଁବା ମାତ୍ରେ ଭାସି ଆସୁଥିଲା ମୃଦୁଳ କମ୍ପନେ ଆସ ଫୁଲେ ଫୁଲେ ବାସି। ପଦାରବିନ୍ଦ ଭାଇଙ୍କ ପ୍ରତୀକ୍ଷା ଓ ସଙ୍ଗୀତର ତାଳେ ତାଳେ ପୂଜା ଅର୍ଚ୍ଚନା ଓ ସନ୍ଧ୍ୟା ଆରତି କରିଥିଲେ ଆଶ୍ରମର ପୂଜକ ବିଶ୍ୱପ୍ରକାଶ ଦାସ। ब्रह्मानन्दं परमसुखदं केवलं ज्ञानमूर्ति द्वन्द्वातीतं गगनसदृशं तत्त्वमस्यादिलत् सद्गुरुं त्वां नमामि। एव विद्या द्रविणं त्वमेव सर्वं मम देव देव। निगमानन्दं वन्दे श्रीपादयुगलं निगमानन्दं चरणे गच्छ शरणं। निगमानन्दं वन्दे श्रीपादयुगलं निगमानन्दं चरणे गच्छ शरणं।
ପ୍ରାତଃ 4 ଘଟିକାରୁ ବରିଷ୍ଠ ସଙ୍ଗସେବୀ ଲିଙ୍ଗରାଜ ଭାଇଙ୍କର ଜାଗରଣରୁ ଆରମ୍ଭ ହୁଏ ପୂଜା ଦିବସର କାର୍ଯ୍ୟସୂଚୀ। ପୂର୍ବ ଆକାଶରେ ସୂର୍ଯ୍ୟଦେବଙ୍କ କିରଣ ଚିତ୍ରତ୍ପଳା ନଦୀର ବାଲୁକା ରାଶିକୁ ଛୁଇଁ ବିଭାଗୀୟ ଆଶ୍ରମର ମନ୍ଦିର ଶୀର୍ଷକୁ ସ୍ପର୍ଶ କରି ଠାକୁର ମହାରାଜଙ୍କର ଆଗମନୀର ବାର୍ତ୍ତା ଦେବା ମାତ୍ରେ ନଗର ପରିକ୍ରମାକୁ ବାହାରିଥିଲେ ଲିଙ୍ଗରାଜ ଭାଇ। ପୂର୍ଣ୍ଣ ଭାଇଙ୍କ ପ୍ରାତ ପୂଜା ପ୍ରସ୍ତୁତି ମଧ୍ୟରେ ଶୁଭୁଥିଲା ସୁନ୍ଦର ପ୍ରଭାତ କଳେ ଅରୁଣ କିରଣ ଭରି। ଅରୁଣ କିରଣ ଭରି সুবাসিত ধূপধর রঙ্গে আমার অনবর সুবাসিত ধূপধর রঙ্গে আমার বসার আসনে মন জ্যোতি বসাও আসনে মন জ্যোতি বসাও আসনে মন জ্যোতি মুখ করাই
나나 고린티 영광의 네가 부른다 너의 생명이 너희 배겨 말로이 거리가 입에 떠났더라 오마코로 프라로 두기거리 아우무히 기바로도 나오토이 기거리 아우무
যোমানন্দং পণ্ডিত তারকং নিরমানন্দং জ্ঞান লোক প্রকাশকং। पंदर नंबर बाणी द्वितीय खंड गिरीश घोषकर लेखार गोटे जगार शेष लाइन टी मन पड़े। कृष्ण उद्धव को कहते परीक्षा नुहे मोर मम स्वजन कातर जो माने प्रकृत में निजजन हमें विषम दुख कष्ट दे सत परीक्षा कले प्रियजन को भूलिबे ना छाड़ीजे ना मोर मध्य से कथा जो माने मोर ठीक निजजन हेबे सेमानक मु सत दुख कष्ट एपरिकी अकूल दरिया मध्य पकाईदेला सेमाने मते छाड़ी दिबे नाही। जय गुरु गतिगुरुपातमं वन्दे परमानन्दमाधवं व्यासं वसिष्ठं नवतरं शब्दपुत्रं भगवतं हरासरासुकृताङ्गुव्यासाय व्यासरूपाय विष्णवे नमो वै ब्रह्मदेवताय नमो नमः। हं शं शुद्धात्मने अङ्गुष्ठाभ्यं नमः। हं शिं सोमात्मने तर्जन्याभ्यं स्वाहा। जय सर्ववती देवी कालरात्रि नमस्तुते मधुकटक विद्रा विविधत्रुवरदे नमः रूपं देहि जयं देहि जसो देहि विश्वजयी। ଯେତେବେଳେ ସଂସାରୀ ସେତେବେଳେ ମଝିରେ ମଝିରେ ବିପଦ ବା ଅଶୁଭ ଘଟଣା ମଧ୍ୟରେ ପଡ଼ିବାକୁ ହେବ ନାହିଁ ତ ଆଉ କ'ଣ। ସୁତରାଂ ସର୍ବପ୍ରକାର ଅବସ୍ଥା ପାଇଁ ସର୍ବଦା ପ୍ରସ୍ତୁତ ରହିବା ପକ୍କା ଗୃହସ୍ଥର କର୍ତ୍ତବ୍ୟ। କୌଣସି ଅବସ୍ଥାରେ ମୁହ୍ୟମାନ ହେଲେ ଚଳିବ ନାହିଁ। ବୀରଙ୍କ ପରି ପ୍ରସ୍ତୁତ ରହିବାକୁ ପଡ଼ିବ। ରାମକୃଷ୍ଣ ଦେବ କହୁଥିଲେ ପୁତ୍ର ପିତାଙ୍କ ହାତ ଧରି ଚାଲିଲେ ସଂକୀର୍ଣ୍ଣ ପଥରେ ପୁତ୍ରର ପଡ଼ିଯିବାର ସମ୍ଭାବନା ରହିଛି, କିନ୍ତୁ ପିତା ପୁତ୍ରର ହାତ ଧରି ଚାଲିଲେ ଆଉ ସେ ଭୟ ନଥାଏ। ବତ୍ସ ମୁଁ ଯେ ତୁମମାନଙ୍କର ହାତ ଧରିଛି ସୁତରାଂ ନିରାଶ ହେବାର ସମ୍ଭାବନା କାହିଁକି? ତେବେ ଜପରେ ସ୍ପୃହା ନଥିଲେ ମଧ୍ୟ ମୋର ଆଦେଶ ମନେ କରି ଅଭ୍ୟାସ ଠିକ୍ ରଖିବାକୁ ପଡ଼ିବ। ଆପଣା ମନକୁ ଶାନ୍ତି ଆସି ସେବା କରିବ। ତୁମେମାନେ ଯେ ମଝିରେ ମଝିରେ ଦୁର୍ବଳତା ଅନୁଭବ କର ତା ପ୍ରାରବ୍ଧର ଅବଶ୍ୟମ୍ଭାବୀ ଫଳ। ମୂଳରେ ତୁମମାନଙ୍କର ଭୟର କୌଣସି କାରଣ ନାହିଁ। परम प्रेम श्री ठाकुर महाराज अपार करुणारू आज कटक जिला मंडल 169तम संघ अधिवेशन 6 गाँ शास्त्र संघ अनुकूल उक्त संघर संघसेवी अनिल भाई गृह मठ आश्रम को सम्मान देवाई पड़ो, संघ संगठन सहित संपृक्ति होगा पड़ो एवं सम्मेलन में निश्चय योगदान देवाई पड़ो। ठाकुर तांको पाइबार सहज सूक्ष्म सरल उपाय एवं किभली भाव संगठन जीवित रहिबो से धारावाहिक भाव में परिचालना करने
ତାଙ୍କର ଏଇ ଯେଉଁ 10ଟି ଅର୍ପଣା ସବୁ ଲିଖିତ ଆକାରରେ ଲିପିବଦ୍ଧ କରିଦେଇ ଅଛନ୍ତି। ଛୋଟ ମନ୍ଦିର ନିର୍ମାଣ ହେଲା। ଆଜିକାଲି ବହୁତ ଗାଁରେ ସବୁ ଛୋଟ ଛୋଟ ମନ୍ଦିର ତିଆରି ହେଉଛି। ମନ୍ଦିର ନିର୍ମାଣ ହେଲା ପରେ ତାପରେ ଯେଉଁ ମୂର୍ତ୍ତି ସ୍ଥାପନ ହେବ ସେଠି ଗୋଟେ କାରିଗରକୁ ଦରକାର ହେଲା। ଏ ଯେଉଁ ମୂର୍ତ୍ତି କାରିଗର ସେ ତାକୁ କହିଲେ ତୁ ଗୋଟେ ମୂର୍ତ୍ତି ତିଆରି କରିବୁ ଦେବତାଙ୍କର। ସେଠି ସେ ପାଖରେ ଗୋଟେ ପାହାଡ଼ ଥିଲା, କହିଲେ ପାହାଡ଼ରେ ପଥର ଅଛି, ତାକୁ ବାଛିକି ତାକୁ ପଥର କାଟିକି ଆଣିକି ମୂର୍ତ୍ତିରେ ତିଆରି କରିବୁ। ସେ ତାର ଧରିକି ହତିଆର ଧରିକି ଛେଣି ମାତ୍ର ଧରିକି ଗଲା ସବୁ ପଥର ସବୁ ବାଡ଼େଇ ବାଡ଼େଇ ଦେଖିଥାଏ କେଉଁ ପଥରଟା ଠିକ୍ ହେବ ବୋଲି। ତାପରେ ଦେଖି ଖଣ୍ଡେ ପଥର କାଟିକି ବାହାର କଲା। ତାହେଲେ ତାକୁ ତ ସେ ସେମିତି ତାକୁ ପୃଥିବୀକୁ ଆରମ୍ଭ କଲା, ତା କଷ୍ଟ ହେଲା। ସେଠୁ ସିଏ ମାନେ ଗପ ଛଡ଼ରେ ସେ ତା ପ୍ରତିବାଦ କଲା, କହିଲା ନା ମୋତେ ପୁରା ହାଣୁନି, ମୋତେ କଷ୍ଟ ହେଉଛି। କିନ୍ତୁ ସେ ପଥରଟା ରଖିଦେଲା। ଆଉ ଖଣ୍ଡେ ପଥର କାଟିକି ଆଣିଲା, ତାକୁ ସବୁ ବାଡ଼ିଆ ଆରମ୍ଭ କଲା ପରେ ସିଏ ତାର ନିଶ୍ଚିତରେ କିଛି ବିରୋଧ କଲାନି। ଆସ୍ତେ 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 ତା କାଟି 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 ପରେ ସେ ମୂର୍ତ୍ତିରେ ତିଆରି ହେଲା। ତ ଶେଷରେ କ'ଣ ହେଲା ନା ସେଇ ଯେଉଁ ମୂର୍ତ୍ତି ଥିଲା ଯିଏ ବିରୋଧ କରିନଥିଲା, ମୂର୍ତ୍ତି ପଥରରୁ ମୂର୍ତ୍ତି ତିଆରି ହେଲା, ତାକୁ ଆଣିକି ମନ୍ଦିରର ଭିତରେ ରଖାଗଲା। ଆଉ ସିଏ ପୂଜା ପାଇଲେ। ଆଉ ଯେଉଁ ପଥରଟା ପଥର କରିଥିଲା ନିଜକୁ କାଟିବାକୁ ଦେଲାନି, ସେଟା ଥରେ ସ୍ଲାବ୍ ଭଳି ହେଇ ପଡ଼ିଲା। ଯେଉଁ ମନ୍ଦିର ଭିତରୁ ପଶିଲା ବେଳକୁ ଦରକାର ହେଲା ଯେଉଁମାନେ ଆସିବେ ଗୋଡ଼ ପୋଛାପୋଛି କରିକି ଯିବେ ବୋଲି, ସେଇ ପଥରଟାକୁ ଆଣିକି ଦୁଆର ପାଖରେ ପକାଇଲେ। ସମସ୍ତେ ଆସିଲେ, ସେ ବି ଗୋଡ଼ ଘଷି ହେଇକି ଗଲେ। ଆଉ ଯିଏ କଟିବା ପାଇଁ ଯାଇଥିଲା ସିଏ ଦେବତା ହିସାବରେ ପୂଜା ପାଇଲା। ତେଣୁ ଆମେ ସେହି ହିସାବରେ ଯେଉଁଟା ନିୟନ୍ତାଙ୍କର ଇଏଟାକୁ ଆମେ ବୋଲି କହିବା, ତାହେଲେ ଆମେ ମନୁଷ୍ୟ ସ୍ତରରୁ ଦେବତା ସ୍ତରକୁ ଚାଲି ଯାଇପାରିବା। ଯଦି ନ କରିବା ବିରୋଧ କରିବା, ତାହେଲେ ସେ ନିଜର ମଣିଷ ସ୍ତରରେ ରହିବା। ଆସନ୍ତୁ ରାଜୁ ଭାଇ ଏ ସଙ୍ଗୀତ ଭକ୍ତ ଭଗବାନ ପାଇଲେ କେତେ ଖୁସି ତମେ ଜାଣିଛ, କିନ୍ତୁ ଭଗବାନ ଭକ୍ତ ପାଇଲେ କେତେ ଖୁସି ହେଉଛି ତମେ ଜାଣିନ। ଭାଇ ଯେଉଁ ସଙ୍ଗୀତ ବୋଲିଲେ ଆମେ ନିଜ ଜଣ ପରଜନ ତ ଖୋଜି ପଡ଼ୁଛନ୍ତି, କିନ୍ତୁ ସିଏ ଯେ ନିଜ ଜଣ ସିଏ ଆମକୁ କେତେ ଭଲ ପାଉଛନ୍ତି ସେଟା ଆମେ ଜାଣିଥାନ୍ତି। ଠାକୁର 5 ଜଣରୁ ଅଧିକ ଶିଷ୍ୟ କରିପାରିବେ ନାହିଁ। ପ୍ରାଣର କଥା ପ୍ରାଣେ ପ୍ରାଣେ କହିବାକୁ ଅଭ୍ୟାସ କର। ଧୈର୍ଯ୍ୟ ଓ ଗାମ୍ଭୀର୍ଯ୍ୟରେ ନିମନ୍ତ୍ରିତ ହୁଅ। ଏଇସାରା ଆମେ ସମସ୍ତେ, ଏଇଟା ତ ସାଧାରଣ ବାହ୍ୟ ରୋଗ। ଆମେ ସମସ୍ତେ ଗୋଟେ ବଡ଼ ରୋଗରେ ପୀଡ଼ିତ। କ'ଣ ସେ ବଡ଼ ରୋଗ? ଭବ ରୋଗ। এই ভবরোগর পীড়িত, তেমন ভবরোগর চিকিৎসক হচ্ছেন গুরু। আমার যদি সময় ধারাকে দেখবে ଯୁଗ ପ୍ରଥମେ ସତ୍ୟ ଯୁଗ ତାପରେ ଇତ୍ୟାଦି ଆମେ କଳି ଯୁଗରେ ବର୍ତ୍ତମାନ ଅଛନ୍ତି। ସତ୍ୟ ଯୁଗଟା ସବୁଠାରୁ ଶ୍ରେଷ୍ଠ ଯୁଗ। ଠିକ୍ ସେଇ ପ୍ରକାର ଦେଖିବେ ଠାକୁରଙ୍କ ସମୟରୁ ଯେତେବେଳେ ଠାକୁର ସ୍ୱୟଂ ଘରେ ଅଛନ୍ତି, ସୂକ୍ଷ୍ମରେ ଅଛନ୍ତି, ସ୍ୱରରେ ଥିଲେ ହାତେ ନିଜେ ଲେଖନ୍ତି, କାଗଜରେ ଲେଖନ୍ତି। ଯେତେବେଳେ ଠାକୁରଙ୍କ ଲେଖାଥିବ ସେତେବେଳେ ଲେଖାଥିବ କସ୍ୟଚିତ୍ ପାଗଳସ୍ୟ। କସ୍ୟଚିତ୍ ପାଗଳସ୍ୟ କୋଉ ଗୋଟେ ପାଗଳ, ଗୁରୁଦାସ ନା କୋଉଠି ଲେଖନ୍ତି, ନା କୋଉଠି ଲେଖନ୍ତି। ଆଚ୍ଛା ଏଇ ଯୋଉ କହିବା କଥା ଯେ ଠାକୁର ଯେ ଲେଖନ୍ତି କସ୍ୟଚିତ୍ ପାଗଳସ୍ୟ, ଆମେ ତ କ'ଣ ବୁଝୁଛନ୍ତି? ପାଗଳ ଏଇ ଶବ୍ଦ ସେ ମୁଣ୍ଡରେ ଖାଲି ବସିଛି। ସବୁବେଳେ
ବର୍ଷ ବର୍ଷ ଧରି ବୋଲୁଛନ୍ତି ବୋଧେ ମୁଁ ତୁମକୁ ଭଲ ପାଏ କି ନ ପାଏ। କାହିଁକି ନା ମୁଁ ତ ଟିକେ ଆସୁଛି ବନବାସ ସମୟରେ ମା ଆମର ଆସିପାରୁନାହାନ୍ତି ଘରେ। ଆପଣମାନେ କିନ୍ତୁ ପୁରୁଣା ଭକ୍ତ ଅଛନ୍ତି ଜାଣିଥିବେ ମାଆଙ୍କ ଆମର, କିନ୍ତୁ ନ ଆସିଲେ ମଧ୍ୟ ସିଏ ଘରେ ବସିକି ସବୁ ତାଙ୍କର କରନ୍ତି କାମ, ମାନେ କ'ଣ କ'ଣ କାହା କାହାକୁ ଡକା ହେବ, କ'ଣ ଆଇଟମ୍ ହେବ, କାହା କିଏ ହେବ ଇତ୍ୟାଦି ଇତ୍ୟାଦି ସବୁ ତାର ଚାଲିଥିବ। ତା ଭିତରେ କାଲି ନା ପରଦିନ ସନ୍ଧ୍ୟାବେଳେ ସବୁ କହିଲା ଆଚ୍ଛା ସେ ଯେଉଁ ଭାଇ ଆସନ୍ତି ସେ ସଙ୍ଗୀତ ବୋଲନ୍ତି ସେ ଆସିବେ ତାଙ୍କୁ ଟିକେ ଡାକିଲେ ହୁଅନ୍ତା। କେଉଁ ଭାଇ? ନାଁଟା ବହୁତ ବର୍ଷ ହେଲା ଯୋଗାଯୋଗ ନାହିଁ। ସେ ଯେଉଁ ଗୀତ ଗାଆନ୍ତି ମୁଁ ତୁମକୁ ଭଲ ପାଏ କି ନ ପାଏ, ମୁଁ ତୁମକୁ ଭଲ ପାଏ କି ନ ପାଏ, ସେ ଯେଉଁ ଗୀତଟା ବୋଲନ୍ତି ସେଇ ଭାଇ। ମୁଁ କହିଲି ଓ ସେ ଶଙ୍କର ଭାଇ ତ? ବୋଲେ ହଁ ହଁ ସେ ଶଙ୍କର ଭାଇ। ତାଙ୍କୁ ଡାକିବା ଦରକାର ନାହିଁ, ସେ ମନୁଘର ସେ ଆସନ୍ତି ଆସି ପହଞ୍ଚୁ। ଦେଖନ୍ତୁ ମାଆଙ୍କର ସେଠି ଆଗ୍ରହ ଆପଣ ଆସିକି ପହଞ୍ଚନ୍ତି ଆଉ ସେଇ ସଙ୍ଗୀତଟା ହିଁ ନିବେଦନ। ଏଇଟା ହେଉଛି ମାନେ ଆମର ଆମ ସମସ୍ତଙ୍କ ଭିତରେ ଗୋଟେ ଅନ୍ତରଙ୍ଗ ଇଏ ଅଛି, କନେକ୍ସନ ଗୋଟେ ଅଛି ସବୁବେଳେ କି ଯୋଉଠି ଥିଲେ ମଧ୍ୟ ଆମେ ସମସ୍ତଙ୍କ ଉପକାର କଥା ବି ଘରେ ଆସିକି ଆଲୋଚନା କରୁ। ଏଇଭଳି ଚାଲକୁ ଭାବକୁ ନେଇକି ଆମେ ସମସ୍ତେ ଏକାଠି ହେଇକି ଠାକୁରଙ୍କ ଏକତ୍ରିତ ହେବା। ମହାରାଜ ଆମ ପାଇଁ ମଧ୍ୟ ଆମ ରୋଗରୁ ନିବାରଣ ହେବା ପାଇଁ ପ୍ରେସ୍କ୍ରିପସନ୍ ପ୍ରସ୍ତୁତ କରିଛନ୍ତି। ମୋ ମତେ ତାହା ହେଉଛି ନିୟମ ପଞ୍ଚକ ଏବଂ ସପ୍ତବିଧାନ। ମୋ ମତ ନିୟମ ପଞ୍ଚକ ଏବଂ ସପ୍ତବିଧାନ। ଏଇ ଆମର ଯେଉଁ ରୋଗ ହେଇଛି ଠାକୁର ରୋଗ ବୈଦ୍ୟ, ଆମକୁ ଯେଉଁ ରୋଗ ହେଇଛି ଏ ରୋଗରୁ ନିବାରଣ ପାଇଁ ନିୟମ ପଞ୍ଚକ ଏବଂ ସପ୍ତବିଧାନ ମାନିବାକୁ ପଡ଼ିବ। ଠାକୁର କହିଛନ୍ତି ମୁଁ ଯେଉଁଥିପାଇଁ ଆସିଛି ଜଗତ ହିତକରେ ଯେଉଁ ସୂଚନା ଦେଇଛି ତୁମେ ତାହାର ସହାୟ ହୁଅ। ଖାଲି ଆମର ହବନି, ଜଗତର ହିତ ମଧ୍ୟ ହବ। ମୋର କହିବାର ଉଦ୍ଦେଶ୍ୟ ହେଉଛି ଯେ ଆମେ ଯଦି ମନ ଭିତରେ ରଖିବା ନାହିଁ ଆମେ ଠାକୁରଙ୍କ ପାଖରେ ଯାଇ ଠିକ୍ ସମୟରେ ପହଞ୍ଚିବା, ସିଏ ତାର ବ୍ୟବସ୍ଥା କରିବେ। ତେଣୁ ଏଇଥିରୁ ଆମେ ଶିକ୍ଷା ଗ୍ରହଣ କରି କାର୍ଯ୍ୟ କରି ଚାଲିବା ଦରକାର, ଆଉ ଆଗେଇ ଚାଲିବା ଦରକାର। ଆଉ ଏଇ ସଂଘଶକ୍ତିର ପ୍ରତିଷ୍ଠା ବିଷୟରେ ଆମେ ଆଉ ଟିକେ ଆଗକୁ ଗଲେ ଠାକୁର କହିଲେ ଯେ ଏଇ ଯେଉଁ ମୁଁ ଯେଉଁ ପ୍ରତିଷ୍ଠାନ ସବୁ କରିଛି ବିଭାଗୀୟ ଆଶ୍ରମ ସଂଘ ଆଉ ମଠ ଏଇ ଯେଉଁ ସବୁ କରିଛି ତାର ସୁରକ୍ଷା ପାଇଁ ବ୍ୟବସ୍ଥା କରିଦେଇଛି। ଯେ ଠାକୁର କହିଲେ ଯେ ମୋ ମଠ ଆଶ୍ରମରେ ଯେଉଁ ସାଧୁ ସନ୍ନ୍ୟାସୀମାନେ ରହିବେ ସେମାନେ କେବଳ ସମସ୍ତଙ୍କୁ ଜ୍ଞାନ ପ୍ରଦାନ କରିବେ ବା ମୋ ବିଷୟରେ ସମସ୍ତ ଗୃହୀମାନଙ୍କୁ ବୁଝେଇବେ। ଆଉ ଗୃହୀମାନେ ତାଙ୍କର ଅନ୍ନବସ୍ତ୍ରର ବ୍ୟବସ୍ଥା କରିବେ, ଯେଉଁ ବ୍ୟବସ୍ଥା କି ଆମର ନିୟମ ପଞ୍ଚକ ସପ୍ତ ବିଧାନ ବ୍ୟବସ୍ଥା କରାଯାଇଛି। এই ନିୟମ ପଞ୍ଚକଟାକୁ ଆମେ ଯଦି ଠିକ୍ ଭାବରେ ପାଳନ ନ କରିବା, ଯେମିତି ଗୋଟେ କ୍ଲାସରେ ଆମେ ନାଁ ଲେଖେଇଛେ କିନ୍ତୁ ସ୍କୁଲର ନିୟମ ଅନୁସାରେ ଆମେ ଚାଲିଗଲେ, ଆଉ ମୁଚୁରିକା ତ ଦିଆହେବ 4 ମାସ ଯାଉ, ସଂଘ ପ୍ରଣାଳୀ ତ ଦିଆହେବ, ଏଇ ଯେଉଁ ଆଶ୍ରମ ପ୍ରଣାଳୀ ତ ଦିଆହେବ କିଛି ଦିନ ଯାଉ, ଜନ୍ମୋତ୍ସବ ଆଗକୁ ଜନ୍ମୋତ୍ସବଟା ପାଳନ ହେବ। ଜନ୍ମୋତ୍ସବ ପ୍ରଣାଳୀଟା ତା ଆଗରୁ ମାସକ ଆଗରୁ ପଠେଇବା, ଅକ୍ଷୟ ତୃତୀୟା ପ୍ରଣାଳୀଟା ଆଗରୁ ପଠେଇବା ନା ସେଇଦିନ ପଠେଇବା ପାଇଁ ଚିନ୍ତା କରିବା। ଏଇସବୁ ଜିନିଷ ଅନୁଶୀଳନ ଆମେ ନିଜକୁ ନିଜେ କରିବାର ଅଛି। ଅକ୍ଷୟ ତୃତୀୟା ଉତ୍ସବ ଅଛି, 15 ଦିନ ପୂର୍ବରୁ ପଠେଇଲେ ପଇସା, ମୋ ପଇସାଟା ଯାଇ ଠାକୁରଙ୍କ କାମରେ ଲାଗିବ। କି ଜନ୍ମୋତ୍ସବ ପାଳନ ହେବ ଠାକୁରଙ୍କର, ତା ପୂର୍ବରୁ ମୁଁ କେମିତି ବ୍ୟବସ୍ଥା କରିବି। ବିଭାଗୀୟ ଆଶ୍ରମକୁ ସାହାଯ୍ୟ ଠାକୁର ସେଥିପାଇଁ ବ୍ୟବସ୍ଥା କରିଛନ୍ତି, କୌଣସି ନିର୍ଦ୍ଦିଷ୍ଟ ଅର୍ଥର ବ୍ୟବସ୍ଥା କରାଏନି। ତମର ସକ୍ଷମତେ ତମେ ଯେଉଁ ଅନୁସାରେ ଚଳଣି ଅନୁସାରେ ସମସ୍ତେ ଯଦି 5 ଟଙ୍କା ବି ଦେବେ ମଠ ଆଶ୍ରମର କିଛି ଅଭାବ ରହିବନି। এই কালি আলোচনা করুলু আমি এই আশ্রম বিষয়ে কদমগড়া আশ্রম বিষয়ে যে সব দুরাবস্থা আছে, আর্থিক অবস্থা আছে, সেবা অবস্থা অসুবিধা আছে, বিভিন্ন প্রকার মানে গরু গাইঙ্কর সেবা করা সব বিভিন্ন ঠাকুর সেবা বহুত সংখ্যার অভাব আছে, লোকর অভাব আছে, সে কেমন পূরণ হব। আমি আসলে এটি দলটা পকাই দিয়ে আমি প্রসাদ পাই পড়াইলি, দলটা উঠেব কি সে কথা আমি পথে চিন্তা করলি না, এটা মো কাম মু করিকি যাবি। এই চিন্তাধারা ভিতরে যদি রহিব তাহলে নিশ্চয় ঠাকুরଙ୍କର যেতে প্রতিষ্ঠান ଅଛି ତାହା ସୁରୁଖୁରୁରେ ଚାଲିବ ଆଉ ଦିନକୁ ଦିନ ଉନ୍ନତି ମାର୍ଗରେ ଚାଲିବ। ଏ ସମସ୍ତଙ୍କୁ ଅନୁରୋଧ କରିବି ଆମେ ସମସ୍ତେ ଏଥିପ୍ରତି ଟିକେ ସଚେତନ ହେବା। ଆଉ ଠାକୁର ଯେଉଁ ନିୟମ ପଞ୍ଚକ ବିଷୟ କହିଛନ୍ତି ସମସ୍ତେ ଜାଣିଛନ୍ତି, ସେଇ 5ଟା ନିୟମ ଆମେ ଆର୍ଯ୍ୟ ଦର୍ପଣ ଗ୍ରହଣ କରିବା, ମୂର୍ତ୍ତି ବିଦ୍ୟା ପ୍ରଦାନ କରିବା, ଆଉ ବିଭାଗୀୟ ଆଶ୍ରମକୁ ସାହାଯ୍ୟ କରିବା, ଅକ୍ଷୟ ତୃତୀୟାରେ
ମଠକୁ ପ୍ରଣାମୀ ଦେବା ଆଉ ଜନ୍ମୋତ୍ସବରେ ଗୁରୁଧାମକୁ ପ୍ରଣାମୀ ପଠାଇବା ଏସବୁ ଆମର କର୍ତ୍ତବ୍ୟ। ଆଉ ସପ୍ତ ବିଧାନ ଭିତରେ ଯେଉଁ ବିଧାନ ପ୍ରଥମ ବିଧାନ ହେଉଛି ସଂଘ, ସାପ୍ତାହିକ ସଂଘ। ତେଣୁ ସଂଘ ବ୍ୟବସ୍ଥା ପାଇଁ ଯେଉଁ ଗୁରୁତ୍ୱ ଦିଆହେଇଛି ସମସ୍ତଙ୍କୁ ପୁନର୍ବାର ଅନୁରୋଧ କରିବି ପ୍ରତ୍ୟେକ ଜାଗାରେ ସଂଘ ଯେମିତି ଠିକ୍ ଭାବରେ ପରିଚାଳିତ ହୁଏ, ସଂଘରେ ଯେମିତି କିଛି ବ୍ୟାଘାତ ନ ହୁଏ ସଂଘ ପରିଚାଳନା ବା ସଂଘ କରିବାରେ ସେଥିପ୍ରତି ଆମେ ସମସ୍ତେ ଦୃଷ୍ଟି ଦେବା। ଆସିବା ଆମେ ଡାକିଛନ୍ତି ଠାକୁରଙ୍କୁ ନିମନ୍ତ୍ରଣ ଯେଉଁ ଆମର ଧାରା ଅଛି ସଂଘର ପାଳିଆ ରହୁଛନ୍ତି କିନ୍ତୁ ମୁଖ୍ୟ ହେଉଛନ୍ତି ଠାକୁର ନିମନ୍ତ୍ରଣ କରାଗଲା। ତେଣୁ ଯେଉଁଦିନ ନିମନ୍ତ୍ରଣ କଲା ଠାକୁର ଆସିକି ଉପସ୍ଥିତ ହେଉଛନ୍ତି କାହିଁକିନା ସେହି ହିସାବରେ ଆମେ ତାଙ୍କର ସେବା ପୂଜା ବ୍ୟବସ୍ଥା କରୁଛନ୍ତି। ତେଣୁ ଠାକୁର ଯେତେବେଳେ ଆସିକି ପହଞ୍ଚି ଯାଇଛନ୍ତି ସେଠି ସିଏ ଆଶା କରିବେ ଯେ ସମସ୍ତେ ଆସିଛନ୍ତି କି ନାହିଁ। ଯେମିତି କର୍ତ୍ତା ଦେଖୁଛି ମୁଁ 50 ଜଣ ନିମନ୍ତ୍ରଣ କରିଥିଲି ଆପଣ ନିଜେ ହିଁ କର୍ତ୍ତା ଓଲଟା ହେଇଯିବ, ଆପଣ ନିଜେ କର୍ତ୍ତା। ଆପଣ ପୁଅ ବାହାଘରକୁ 50 ଜଣ ଡାକିଛନ୍ତି, ଯଦି 10 ଜଣ ନ ଆସିଲେ ଆପଣ ମଣ୍ଡପ ଦୁଃଖ ହେବନି ଯେ ମୁଁ ଡାକିଥିଲି କାହିଁକି ଆସିଲେନି ବୋଲି। ପ୍ରାୟ ସ୍ୱାଭାବିକ କଥା। ସେଇ ହିସାବରେ ଆମେ ଭାବିବା କଥା ଠାକୁର ଡାକିଛନ୍ତି ଆସିଛନ୍ତି, ଆଉ ଯଦି ଆମେ ନ ଆସିଲେ ତାହେଲେ ଠାକୁରଙ୍କ ମନ ଦୁଃଖ ହେବ। ଆଉ ସେଟା ଭାବିବନି ଯେ ଅନ୍ୟମାନେ ଯାଇଛନ୍ତି ଆମେ ଆଉ ସେଟା କର୍ତ୍ତା ହେଇଗଲେ ଯେ 3 ଭାଇଙ୍କୁ ଡାକିଛନ୍ତି, ଗୋଟେ ଭାଇ ପଳେଇ ଆସିଲା, 2 ଭାଇ ନ ଆସିଲେ ଚଳିବନି, ସବୁ ଭାଇ ଆସିବା ଦରକାର। ସେଇ ଭାବଟା ନେଇକି ରଖିବା। ଏଇ ଭାବଟା ଚାଲନ୍ତୁ ଆମେ ଯେଉଁଟା ସଂଘର ଅଛି ନିଜେ ବି କରିବା, ଅନ୍ୟମାନଙ୍କ ଭିତରେ ମଧ୍ୟ ସେଇଟା ଆକର୍ଷଣ କରିବା। ଆଉ ସଂଘରେ ଯେତେବେଳେ ହେବ ଜଣେ ଚାଲୁଛନ୍ତି ଅନ୍ୟମାନଙ୍କୁ ଡାକିବା, ସେଇଟା ହେଉଛି ସଂଘର ଧାରା। ଆସନ୍ତୁ ଏହାପରେ ଆମର ଶେଷ ପର୍ଯ୍ୟାୟ ଯେଉଁ ଅଛି ଭାବ ବିନିମୟ ଆରମ୍ଭ କରିବା। ଆମର ଆସିନାହିଁ ପ୍ରଭୁ ଆଣିଛ ଗୋ ତୁମେ ମୋତେ, ତୁମେ ବିରୋଧ କରିଦେଇଛ, ତୁମେ ବିରୋଧ କରିଦେଇଛ, ପ୍ରାର୍ଥନା ବର୍ଷରେ ଆମେ ପ୍ରଥମେ ଆମର ଅଭିଭାବକ ଯେଉଁ ଚିନ୍ତା କରୁଛନ୍ତି ଯେ ପ୍ରତ୍ୟେକ ସାପ୍ତାହିକ ହେବା ଦରକାର। ସାପ୍ତାହିକ ସଂଘ ଯଦି ହେବ ଶକ୍ତି ସଂଘର ଯଦି ହୁଏ ତାହେଲେ ନିଶ୍ଚିତ ଭାବରେ ସଂଘ ଶକ୍ତି ହେଲେ ମୂଳଟା ଆଗେ ଯଦି ହୁଏ ତାହେଲେ ଉପରକୁ ନିଶ୍ଚିତ ଭଲ ହେବ ଏସବୁ। ଖବର ଭାବରେ ବୁଡ଼ି ସଜାଇଲି ପାପ ପେଡ଼ି, ମାୟା ସଂସାର Maya
କିଏ କହୁଛି ମୁଁ କଥାବାଡ଼ି ସମ୍ପତ୍ତି କରିବି, ବ୍ୟାଙ୍କ ବାଲାନ୍ସ କରିବି, ଅମକ କରିବି, ସମକ କରିବି, ସବୁ ରହିଯିବ। କିନ୍ତୁ ଆଉ କିଏ କେତେ ପାଇଲା ଏଇଟା ଜଣକ ଆଗତ ଅଲଗା ବି ହେଇପାରେ, କିନ୍ତୁ ସମସ୍ତଙ୍କୁ ଗୋଟେ ଜିନିଷ ନିଶ୍ଚିତ ଯେ ମୃତ୍ୟୁ। ତେଣୁ ଭଲ କେତେ ଭଲରେ ରହିବା ତାକୁ ନ କରିକି ଭଲ ମରଣର ଆୟୋଜନ ଦରକାର। ଆଉ ସେ ଭଲ ମରଣର ଆୟୋଜନ କେମିତି ହେଲା, ଯାହା ଅଭ୍ୟାସ ଥିବ ସେଇଟା ହିଁ ହେବ। ଠାକୁର ଯଦି ଯାହା ଖାଇଥିବ ତାର ଦରକାର ଆସିବ, ମିଠା ଖାଇଥିଲେ ମିଠା ଦରକାର ଆସିବ, ଆମ୍ବିଳା ଖାଇଥିଲେ ଆମ୍ବିଳା ଦରକାର ଆସିବ। ଜୀବନ ସାରା ଯଦି ସଂସାରରେ ବ୍ୟବହାରିକ ଜୀବନ ମାଟି ରହିଥିବ, ଶେଷ ସମୟରେ ନାମ କହିଲେ ମଧ୍ୟ ମନେ ଆସିବନି କି ମନ ଆସିବନି। गुरुदेव महेश्वर गुरु साक्षात परम ब्रह्म तस्मै श्री गुरवे नमः। परमाराध्य ठाकुर को आमर सामंतपुरेश्वर बासभवन को जदुभाई गंभीर माँ बासभवन को ठाकुर महाराज को सभापति संपादक गुरु भाई माँ समस्ते आमको ठाकुर को निमंत्रण समस्ते आम बासभवन को जीवे। ठाकुर सानकेश्वरपुर तरत संघ जय गुरु छगा आमर दर्द छात्र संघर सभापति महोदय बहुत आनंद उल्लासित होकर भूली जाती। तेणु आम ठाकुर को निमंत्रण करागला आगामी अधिवेशन दर्द संघ आनुकूल्य अनुष्ठित हम केशरपुर भाई गृह मीराणा गृह अनुष्ठित हम। पथ निर्देश हूँ आम कटक गला बेले आम जो बिरुपा जो नदी से नदी बंधर हम 14 पछू कर आगे आप जी गले बाट कड़े केसी केनाल जो नई बंध पर घरटा तेणु जावाई जोगाजोग व्यवस्था कर समस्ते भाई माँ मान समस्त को अनुरोध करुच्ची नुआ जगह आम संघटे अनुष्ठित हो। तेणु पूर्णांग अधिवेशन जमी हम गाइला वाला बजेला वाला मान विशेष अनुरोध समस्त अधिवास जमी पहुँचा विशेष भाव समस्त पहुँचिकी ठाकुर जयगान जमी हम से गाँव जमी समस्त जानवे ठाकुर संस्था ठीक भाव चलुची से समस्त ध्यान देवे। आउ सब भाई मामा अनुरोध समस्ते अधिवास पहुँचा बाध्य करुच्ची जदि न होगा पूजा दिवस दिन ठीक 6 घंटा पूर्व समस्त जाए पहुँचे। जय गुरु जय गुरु जय गुरु मोर सब गुरु भाई माँ मान विनम्र अनुरोध और दाबी भाई हिसाब से जय गुरु। ठाकुर महाराज शतकोटि भविष्य प्रणाम। उपस्थित आम विभाग सदस्य टीकान भाई जिला सदस्य सभापति सभानेत्री माँ सतीर्थ गुरुभ्राता जगदानंदी नाम समस्त आम गोपपुर साधुशत संघ तरफ आंतरिक सम्भाषण जनाऊँ। आज जो 200तम अधिवेशन गतकाल अधिवास तथा आज अधिवेशन है से आम गोपपुर साधुशत तरफ निमंत्रण करूँ किंतु आम दूर आसिक यथोचित सेवा करना जहाँ किसी भी दोष त्रुटि जानते अजाणत हो से निमंते श्री श्री ठाकुर महाराज सहित आपण समस्त निकटे आम आंतरिक हृदय प्रार्थना करुचु। ता सहित मुझे प्रतिनिधि सभापति हिसाब से जहाँ सभा परिचालन में गोटे छोट पागल ठाकुर एत बड़ सब बड़ बड़ पागल को लेकिन सभा परिचालना कला समय अतिक्रांत हो जाए तेणुक जहाँ से दोष त्रुटि अच्छे से क्षमा प्रार्थना करुच्ची। आसते बर्तमान नाम कीर्तन कर अधिवेशन संग्रह माता की जय, जय आतस्माम से जुगा की जय, जय